ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ 38 ବର୍ଷର ରୋଗୀର ସୁସ୍ଥତା ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ବାଇବେଲ ଅଛି ତାହେଲେ ଦେଖନ୍ତୁ, ଯୋହନ ଲିଖିତ ସୁସମାଚାର ତାର 5 ଅଧ୍ୟାୟରୁ ଦେଖିବା ନିମନ୍ତେ ଯିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ଜାଗାରେ ପ୍ରଭୁ ଯୀଶୁ କେମିତି ସୁସ୍ଥତା କରୁଛନ୍ତି ଏବଂ ବର୍ତ୍ତମାନ ଲୋକମାନେ କେମିତି ସୁସ୍ଥତା କରୁଛନ୍ତି, ଏହି ଦୁଇ ଜଣଙ୍କ ମଧ୍ୟରେ ବହୁତ ଫରକ ଅନ୍ତର ଆପଣମାନେ ଦେଖିପାରିବେ। ଆପଣମାନେ ଦେଖନ୍ତୁ, ଏହି ଜାଗାରେ ଲେଖାଯାଏ, ପ୍ରଭୁଙ୍କର ପ୍ରିୟ ଲୋକମାନେ, এই জায়গায় লেখা যায় এতি উত্তারে, অর্থাৎ প্রভু যীশু গোটিয়ে জায়গায় আশ্চর্যকর্ম সারিলা পরে বা করিকি সারিলা পরে আউ গোটিয়ে জায়গাকে আসুଅଛନ୍ତି, ସେଥିପାଇଁ এই জায়গায় লেখা যায় এতি উত্তারে জিহুদী ମାନଙ୍କର ଗୋଟିଏ ପର୍ବ ପଡ଼ିଲା। ଜିହୁଦୀ ମାନଙ୍କର ଗୋଟିଏ ପର୍ବ ପଡ଼ିଲା ଆଉ ଯୀଶୁ ଜେରୁସାଲେମକୁ ଯାତ୍ରା କଲେ, ଅର୍ଥାତ୍ ଜେରୁସାଲେମକୁ ପ୍ରଭୁ ଯୀଶୁ ଗଲେ। ଜିହୁଦୀ ମାନଙ୍କର ଗୋଟିଏ ପର୍ବ ସମୟରେ, ସେହି ସମୟରେ ପ୍ରଭୁ ଯୀଶୁ ଜେରୁସାଲେମକୁ ଯାଉଛନ୍ତି। ଜେରୁସାଲେମ ମେଷ ଦ୍ୱାର ନିକଟରେ, ଜେରୁସାଲେମ ମେଷ ଦ୍ୱାର ନିକଟରେ ଗୋଟିଏ ପୁଷ୍କରିଣୀ ଅଛି। ଈଶ୍ୱରଙ୍କର ପବିତ୍ର ବାଇବେଲରେ ଅନେକ ଦ୍ୱାର ଅଛି। ମେଷ ଦ୍ୱାର, ମତ୍ସ୍ୟ ଦ୍ୱାର, ପୁରାତନ ଦ୍ୱାର, ଉପତ୍ୟକା ଦ୍ୱାର, ଗହ୍ୱର ଦ୍ୱାର, ଯାଞ୍ଚ ଦ୍ୱାର, ପୂର୍ବ ଦ୍ୱାର, ଅଶ୍ଵ ଦ୍ୱାର, ଜଳ ଦ୍ୱାର, ଝରଣା ଦ୍ୱାର, ଏ ପ୍ରକାର ମେଷ ଦ୍ୱାର। ଆପଣମାନେ ଯଦି ଏହି ଦ୍ୱାର ବିଷୟରେ ଯଦି ଜାଣିବେ ତାହେଲେ ନିହିମିଆ ପୁସ୍ତକ ଆପଣମାନେ ପଢ଼ନ୍ତୁ। ଆପଣମାନେ ଜାଣିପାରିବେ କିଏ କେଉଁ ଦ୍ୱାର ନିର୍ମାଣ କରିଅଛି। এই বিষয়ে ଆପଣମାନେ ସଠିକ୍ ଭାବରେ ବୁଝିପାରିବେ। କିନ୍ତୁ ଆପଣମାନଙ୍କ ପାଖରେ ପ୍ରଭୁଙ୍କର ପ୍ରିୟ ଲୋକମାନେ ଏହି ବାକ୍ୟ ଅନୁସାରେ ପ୍ରକାଶ କରିବା ପାଇଁ ଚାହେଁ ଯେ ଜେରୁସାଲେମ ମେଷ ଦ୍ୱାର ନିକଟରେ, ଜେରୁସାଲେମ ମେଷ ଦ୍ୱାର ନିକଟରେ ଗୋଟିଏ ପୁଷ୍କରିଣୀ ଅଛି। ଏବ୍ରି ଭାଷାରେ ତାକୁ ବେତ୍ସଦା ବୋଲି କହନ୍ତି। ତାର 5ଟି ମଣ୍ଡପ। ଆପଣମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ତାର 5ଟି ମଣ୍ଡପ। ଜେରୁସାଲେମ ନିକଟରେ ଗୋଟିଏ ପୁଷ୍କରିଣୀ, ଅର୍ଥାତ୍ ଗୋଟିଏ ପୋଖରୀ। ସେ ପୋଖରୀ ଚାରିପାର୍ଶ୍ୱରେ 5ଟି ମଣ୍ଡପ, ଅର୍ଥାତ୍ ତମ୍ବୁ ଦ୍ୱାରା ବନାଯାଇଥିବା 5ଟି ମଣ୍ଡପ। ଚାରିପାର୍ଶ୍ୱରେ 5ଟି ମଣ୍ଡପ, ସେଇ ପୁଷ୍କରିଣୀ ଚାରିପାର୍ଶ୍ୱରେ ବା ସେଇ ପୋଖରୀ ଚାରିପାର୍ଶ୍ୱରେ। ସେମିତି ଆପଣମାନେ ଦେଖିଥିବେ, ମରାଠୀ ଲୋକମାନେ ଆସିକି ସେମାନେ ତମ୍ବୁ ବନେଇ ସେଇ ଜାଗାରେ ରୁହନ୍ତି ଏବଂ ସେମାନେ ଗାଁ ଗହଳିକୁ ସେମାନେ ବୁଲନ୍ତି ଏବଂ ସନ୍ଧ୍ୟା ସମୟରେ ସେମାନଙ୍କର ନିଜର ତମ୍ବୁରେ ଆସନ୍ତି। ଠିକ୍ ସେମିତି ତମ୍ବୁ ଏହି ପୁଷ୍କରିଣୀ ଚାରିପାର୍ଶ୍ୱରେ 5ଟି ମଣ୍ଡପ ଥିଲା, ଅର୍ଥାତ୍ ତମ୍ବୁ ଥିଲା। ତମ୍ବୁ ଦ୍ୱାରା ବନାଯାଇଥିବା ମଣ୍ଡପ ଥିଲା। ସେଗୁଡ଼ିକରେ ଅନେକ ପୀଡ଼ିତ ଓ ଅନ୍ଧ, ଖଞ୍ଜ, ପୁଷ୍କାଙ୍ଗ ପଡ଼ି ରହୁଥିଲେ। ସେଇ ମଣ୍ଡପରେ, ସେଇ ତମ୍ବୁ ଦ୍ୱାରା ବନାଯାଇଥିବା ସେଇ 5ଟି ମଣ୍ଡପରେ ଅନେକ ପୀଡ଼ିତ ବ୍ୟକ୍ତିମାନେ, ଅନ୍ଧମାନେ, ଖଞ୍ଜମାନେ, ପୁଷ୍କାଙ୍ଗମାନେ ସେଇ ଜାଗାରେ ପଡ଼ି ରହୁଥିଲେ। ସେମାନେ ଜଳ ସଞ୍ଚନର ଅପେକ୍ଷାରେ ରହୁଥିଲେ। କାହିଁକି ଅପେକ୍ଷା ରହୁଥିଲେ? କାରଣ କୌଣସି ସମୟରେ ପ୍ରଭୁଙ୍କର ଜଣେ ଦୂତ ପୁଷ୍କରିଣୀରେ ଅବତରଣ କରି ଜଳ କମ୍ପାଉଥିଲେ, ଅର୍ଥାତ୍ ଜଳକୁ, ସେଇ ପୁଷ୍କରିଣୀରେ ପ୍ରଭୁଙ୍କର ଦୂତ ଆସିକି ଜଳକୁ ହଲଉଥିଲେ। ଆଉ ଜଳ କମ୍ପିଲା ପରେ, ଜଳ ହଲିଲା ପରେ ଯେକୌଣସି ପ୍ରଥମରେ ସେଥିରେ ପ୍ରବେଶ କରୁଥିଲା, ସେ କୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ସୁସ୍ଥ ହେଉଥିଲା।
ସେଠାରେ 38 ବର୍ଷାବଧି ରୋଗଗ୍ରସ୍ତ ଜଣେ ଲୋକ ଥିଲେ। ସେ 5ଟି ମଣ୍ଡପରେ ଅନେକ ପୁଷ୍କାଙ୍ଗ, ଅନେକ ଅନ୍ଧ, ଖଞ୍ଚ ବ୍ୟକ୍ତିମାନେ ଥିଲେ। ସେଥିମଧ୍ୟରୁ ଏଇ 38 ବର୍ଷାବଧି ରୋଗଗ୍ରସ୍ତ ଜଣେ ଲୋକ ଥିଲା। ତାର ଜନ୍ମରୁ 38 ବର୍ଷ। ଭାବନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏଇ 38 ବର୍ଷର ରୋଗୀକୁ ପ୍ରଭୁ ଯୀଶୁ ଏଇ ଜାଗାରେ ସୁସ୍ଥତା ଦେଉଛନ୍ତି, ତାହେଲେ କ'ଣ ଆପଣଙ୍କୁ ଦେଇପାରିବେ ନାହିଁ? ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଆପଣମାନେ ଧ୍ୟାନ ଦେବା ଦରକାର। ଯୀଶୁ ତାକୁ ପଡ଼ି ରହିଥିବା ଦେଖି ବହୁକାଳ ରୋଗୀ ବୋଲି ଭାବି ତାକୁ ପଚାରିଲେ, ତୁମେ କ'ଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ? ପ୍ରଭୁ ଯୀଶୁ କହୁଛନ୍ତି, ତୁମେ କ'ଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ? ରୋଗୀଟି ପ୍ରଭୁ ଯୀଶୁଙ୍କୁ ଉତ୍ତର ଦେଲା, ମହାଶୟ, ଜଳ କମ୍ପାଇବା ସମୟରେ ମୋତେ ପୋଖରୀ ଭିତରକୁ ଘେନି ଯିବା ପାଇଁ ମୋହର କେହି ନାହିଁ, ଆଉ ମୁଁ ଯାଉ ଯାଉ ଅନ୍ୟ ଜଣେ ମୋ ଆଗରୁ ପଶିଯାଏ। ଯୀଶୁ ତାହାକୁ କହିଲେ, ଉଠ, ତୁମର ଖଟିଆ ଘେନି ଚାଲ। ସେଇକ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣା ଖଟିଆ ଘେନି ଚାଲିବାକୁ ଲାଗିଲା। ଏଇ ଜାଗାରେ ଆପଣମାନେ କ'ଣ ବୁଝିଲେ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝିପାରିଥିବେ, କିନ୍ତୁ ଆପଣମାନଙ୍କ ପାଖରେ କହିବା ପାଇଁ ଚାହେଁ। ଏଇ ଜାଗାରେ 38 ବର୍ଷର ରୋଗଗ୍ରସ୍ତ ଏଇ ଲୋକ ସେ ନିଜେ ସୁସ୍ଥତା ହେବା ପାଇଁ କେବେ ମଧ୍ୟ କାହା ପାଖରେ ଯାଇନାହିଁ। କିନ୍ତୁ ପ୍ରଭୁ ଯୀଶୁ ଏଇ ଜାଗାରେ କହୁଛନ୍ତି, ତୁମେ ସୁସ୍ଥ ହେବାକୁ ଇଚ୍ଛା କରୁଅଛ କି? ସେଇ ରୋଗୀ ପ୍ରଭୁ ଯୀଶୁଙ୍କୁ କହୁଅଛି, ମହାଶୟ, ସେ ପୋଖରୀରେ ପ୍ରଭୁଙ୍କର ଜଣେ ଦୂତ ଆସେ, ସେ ପୋଖରୀର ପାଣିକୁ ସେ ହଳାଇଲା ପରେ ସେଇ ଜାଗାରେ ମୁଁ ଯାଉ ଯାଉ ଅନ୍ୟ ଲୋକମାନେ ସେଇ ଜାଗାରେ ପଶିଯାଆନ୍ତି ଏବଂ ସେମାନେ ଯେକୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ସେମାନେ ସୁସ୍ଥ ହୁଅନ୍ତି। କିନ୍ତୁ ପ୍ରଭୁ ଯୀଶୁ ଏଇ ରୋଗୀକୁ ଦେଖିଲେ ଏବଂ ଏଇ ରୋଗୀ ପାଖରେ ଗଲେ ଏବଂ ରୋଗୀକୁ କହୁଛନ୍ତି, ତୁମେ କ'ଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ କି? ସେଇ ରୋଗୀ କହିନାହାନ୍ତି, ପ୍ରଭୁ ମୋତେ ସୁସ୍ଥ କର ବୋଲି। କିନ୍ତୁ ବର୍ତ୍ତମାନ ସମୟ ଚାଲିଛି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ। ଯଦି ମାଥିଉ ପୁସ୍ତକ ଯଦି ଦେଖିବେ, ତାର 8 ଅଧ୍ୟାୟ ତାର 1-2ରେ ଲେଖାଯାଏ, 2 ପଦ ପଡ଼ୁଛି, ଆଉ ଦେଖ, ଜଣେ କୁଷ୍ଠୀ ତାହାଙ୍କ ନିକଟକୁ ଆସି ପ୍ରଣାମ କରି କହିଲା, ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି ତାହେଲେ ମୋତେ ଶୁଚି କରିପାରନ୍ତି। ଯେ ପର୍ଯ୍ୟନ୍ତ ପ୍ରଭୁ ଇଚ୍ଛା କରିନାହାନ୍ତି ସେ ପର୍ଯ୍ୟନ୍ତ ଆପଣମାନେ ଦିନ ରାତି ପ୍ରାର୍ଥନା କରନ୍ତୁ କିମ୍ବା ପ୍ରଭୁଙ୍କର ଦାସମାନଙ୍କର ଦ୍ୱାରା ଆପଣମାନେ ପ୍ରାର୍ଥନା କରାଇ ହୁଅନ୍ତୁ, କିଛି ମଧ୍ୟ ହେବାର ଚାନ୍ସ ନାହିଁ। ଯଦି ପ୍ରଭୁ ଇଚ୍ଛା କରିବେ ତାହେଲେ ଆପଣମାନେ ଶୁଚି ହେଇପାରିବେ, ରୋଗରୁ ମୁକ୍ତ ହେଇପାରିବେ। ଏଇ 38 ବର୍ଷର ରୋଗରେ ଆକ୍ରାନ୍ତ ହୋଇଥିବା ଏଇ ବ୍ୟକ୍ତି ପ୍ରଭୁ ଯୀଶୁ ଇଚ୍ଛା କଲାରୁ ସେ ସୁସ୍ଥତା ହୋଇଅଛି। ସେ 38 ବର୍ଷ 38 ବର୍ଷ ତାର ଜନ୍ମରୁ 38 ବର୍ଷ ପର୍ଯ୍ୟନ୍ତ ସେ ରୋଗରେ ଆକ୍ରାନ୍ତ ଥିଲେ। ସେଇ ରୋଗୀ କେବେ ମଧ୍ୟ କାହାକୁ କହିନାହାନ୍ତି, ମୋତେ ଶୁଚି କର, ମୋତେ ପବିତ୍ର କର, ଏଇ ରୋଗରୁ ମୁକ୍ତ କର। କିନ୍ତୁ ପ୍ରଭୁ ଯୀଶୁ ତାକୁ କହୁଛନ୍ତି, ତୁମେ କ'ଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ କି? ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ ଯେ ତୁମେ କ'ଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ କି? ସେଇ ସମୟରେ ସେଇ ଲୋକ କ'ଣ କହୁଛନ୍ତି ଆପଣମାନେ ଦେଖିଥିବେ। ରୋଗୀଟି ପ୍ରଭୁ ଯୀଶୁଙ୍କୁ ଉତ୍ତର ଦେଲା, ମହାଶୟ, ଜଳ କମ୍ପାଇବା ସମୟରେ ମୋତେ ପୋଖରୀ ଭିତରକୁ ଘେନି ଯିବା ପାଇଁ ମୋହର କେହି ନାହିଁ, ଆଉ ମୁଁ ଯାଉ ଯାଉ ଅନ୍ୟ ଜଣେ ଆଗକୁ ଫସିଯାଏ। ଏ ବିଷୟ ପ୍ରଭୁ ଯୀଶୁକୁ କହୁଅଛି। କିନ୍ତୁ ସେଇ ବ୍ୟକ୍ତି, ପ୍ରଭୁ ମୋତେ ତୁମେ ଶୁଚି କର, ଏ ବିଷୟ କହିନାହାନ୍ତି। କିନ୍ତୁ ଏଇ ଜାଗାରେ ଯଦି ଦେଖିବେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଜଣେ କୁଷ୍ଠୀ ପ୍ରଭୁ ଯୀଶୁଙ୍କୁ ପଚାରୁଛନ୍ତି, ଆପଣ ଯଦି ଇଚ୍ଛା କରନ୍ତି ତାହେଲେ ମୋତେ ଶୁଚି କରିପାରନ୍ତି।
যে পର୍ଯ୍ୟନ୍ତ ପ୍ରଭୁ ଇଚ୍ଛା କରିନାହାନ୍ତି ସେ ପର୍ଯ୍ୟନ୍ତ କିଛି ହେବ ନାହିଁ। ଯଦି ପ୍ରଭୁ ଇଚ୍ଛା କରୁଅଛନ୍ତି ତାହେଲେ ଆପଣମାନେ ଯେକୌଣସି ରୋଗ ଥାନ୍ତୁ ନା କାହିଁକି ଆପଣମାନେ ଶୁଚି ହେବେ, ଅର୍ଥାତ୍ ରୋଗରୁ ମୁକ୍ତ ହେବେ। କିନ୍ତୁ ବର୍ତ୍ତମାନ ସମୟରେ ଅନେକ ପ୍ରଭୁଙ୍କର ପ୍ରିୟ ଲୋକମାନେ ଆସ ଆମେ ପ୍ରାର୍ଥନା କରିବା ତୁମେ ସୁସ୍ଥତା ପାଇବ, ଯେକୌଣସି ରୋଗ ଥିଲେ ମଧ୍ୟ ଆସ। କିନ୍ତୁ ସେମାନେ ନିଜେ ଅସୁବିଧାରେ ପଡ଼ିଲେ, ରୋଗରେ ଆକ୍ରାନ୍ତ ହେଲେ ସେମାନେ ମେଡ଼ିକାଲକୁ ଯାଆନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ।